ଓଡ଼ିଶାର ପ୍ରାଚୀନ ଓ ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ନାଚର ସବୁଠାରୁ ପବିତ୍ର ଦିନ ହେଉଛି ମେରୁଯାତ୍ରା। ଚୈତ୍ର ମାସର ତପ୍ତ ଖରା ମଧ୍ୟରେ ଯେତେବେଳେ ଆକାଶରୁ ନିଆଁ ବର୍ଷେ, ସେତେବେଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦେଖିବାକୁ ମିଳେ ଏକ ଅପୂର୍ବ ସମ୍ପର୍କ। 13 ଦିନର କଠିନ ବ୍ରତ ପରେ ଦଣ୍ଡୁଆମାନେ ମେରୁଖୁଣ୍ଟ ନିକଟରେ ଏକତ୍ରିତ ହୁଅନ୍ତି। ଭୂମିଦଣ୍ଡ, ଜଳଦଣ୍ଡ, ଅଗ୍ନିଦଣ୍ଡ ଏହି କଠିନ ସାଧନା ମାଧ୍ୟମରେ ମା ଦକ୍ଷିଣକାଳୀ ଓ ପ୍ରଭୁ ଶିବଙ୍କୁ ପ୍ରସନ୍ନ କରାଯାଏ। ବିଶ୍ୱାସ ଅଛି, ମେରୁ ଦିନ ଖୁଣ୍ଟରେ ଝୁଲି ରହିବା ଏବଂ ଅଗ୍ନିକୁଣ୍ଡ ଉପରେ ତପସ୍ୟା କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହୁଏ। ଘଣ୍ଟ, ଶଙ୍ଖ ଏବଂ ହୁଳହୁଳିର ଧ୍ୱନିରେ ପୁରା ପରିବେଶ ଭକ୍ତିମୟ ହୋଇଉଠେ। ମେରୁ ପରେ ଏହି କଠିନ ବ୍ରତର ସମାପ୍ତି ଘଟେ ଏବଂ ଭକ୍ତମାନେ ଶାନ୍ତିର ବାର୍ତ୍ତା ନେଇ ଘରକୁ ଫେରନ୍ତି। ଓଡ଼ିଆ ସଂସ୍କୃତି ଆମକୁ ଶିଖାଏ, କଷ୍ଟ ବିନା କୃଷ୍ଣ ମିଳନ୍ତି ନାହିଁ। ଆପଣ କେବେ ଏହି ଦୃଶ୍ୟ ନିଜ ଆଖିରେ ଦେଖିଛନ୍ତି କି? ଯଦି ଆପଣ ମା କାଳୀଙ୍କୁ ସତ୍ୟ ମନରେ ବିଶ୍ୱାସ କରନ୍ତି, ତେବେ କମେଣ୍ଟରେ ଲେଖନ୍ତୁ, ଜୟ ମା କାଳୀ।